ତେଜିଲା ସନ୍ତୋଷ ଖଟୁଆଙ୍କ ଗିରଫ ଦାବି। ରାଜନୀତି ମଇଦାନର ଲୋକପ୍ରତିନିଧି ଜଣେ ସାମାଜିକ କର୍ମୀ। ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ମଧ୍ୟରେ ନିର୍ବାଚିତ ହୋଇ ଜନସେବା କରିବାର ସଂକଳ୍ପ ନେଇଥାନ୍ତି। ନିର୍ବାଚନ ମଇଦାନରୁ ଥରେ ନିର୍ବାଚିତ ହୋଇ ବିଜୟ ମୁକୁଟ ପିନ୍ଧି ସାରିଲା ପରେ ସେ ସମସ୍ତଙ୍କୁ ଆପଣାର କରି ସମାଜ ସେବାରେ ନିୟୋଜିତ ହୋଇଥାନ୍ତି। ଦଳବଳ ସମସ୍ତଙ୍କୁ ପଛରେ ପକାଇ ଅଞ୍ଚଳର ବିକାଶ ପାଇଁ ସରକାର ପାଖରେ ଦାବି କରିଥାନ୍ତି। ଆଉ ଜନମଙ୍ଗଳ ପାଇଁ ସେ ଅଞ୍ଚଳର ବିକାଶ ଚିନ୍ତା କରିଥାନ୍ତି। ସେ ଜଣେ ଲୋକପ୍ରତିନିଧି। ଲୋକମାନେ ଭୋଟ ଦେଇ ତାଙ୍କରି ପ୍ରିୟ ନେତାଙ୍କୁ ବାଛିଥିବା ବେଳେ ରାଜନୈତିକ ନେତାମାନେ ଅତି ଭଦ୍ର ଏବଂ ମିଷ୍ଟଭାଷୀ ହୋଇଥିବା ଆବଶ୍ୟକ। କିନ୍ତୁ ଆଜିକାଲି ସେମିତି ଭଦ୍ର ସ୍ୱଭାବର ରାଜନେତା ବିରଳ ପରି ମନେ ହେଉଛି। ଲୋକମାନଙ୍କ ପାଖରୁ ଭୋଟ ନେଇ ଜିତିଗଲା ପରେ ନିଜର ପରିଚୟକୁ ମଧ୍ୟ ଭୁଲି ଯାଉଛନ୍ତି। ନିର୍ବାଚନ ମଣ୍ଡଳୀରେ ଏକ ସ୍ୱତନ୍ତ୍ର ପଦବୀ ପାଇଲା ପରେ ବୋଧେ ନିଜର ନିୟନ୍ତ୍ରଣକୁ ହରାଇ ବସିଥାନ୍ତି। ଏମିତି ଏକ ଅଶୋଭନୀୟ ଆଚରଣ କରି ଏବେ ଜଣେ ବିଧାୟକ ନାରୀମାନଙ୍କ କବଳରେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମହିଳା ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ରାଜନୈତିକ ଭଳି ପବିତ୍ର ପଦବୀକୁ ମର୍ଯ୍ୟାଦାହାନି କରିଛନ୍ତି। ବିଜୁ ଜନତା ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଚରିତ୍ର ଉପରେ ଆଙ୍ଗୁଠି ଉଠାଇ ଏକ ଅଶାଳୀନ ମନ୍ତବ୍ୟ ଦେବା ସାରା ନାରୀଜାତି ପାଇଁ ଘୃଣାର ପାତ୍ର ହୋଇଯାଇଛନ୍ତି। ସନ୍ତୋଷ ଖଟୁଆ ଜଣେ ନୀଳଗିରିର ବିଧାୟକ ହୋଇ ତାଙ୍କ ମୁହଁରେ ଏମିତି ଅଶୋଭନୀୟ ଭାଷା ପ୍ରୟୋଗ କରିବା କେତେଦୂର ଯଥାର୍ଥ ତାହା ବୋଧେ ବିଧାୟକ ଭୁଲି ଯାଇଛନ୍ତି। ଯେଉଁ ଦଳରୁ ସେ ବିଧାୟକ ହୋଇ ଆଜି ଅଞ୍ଚଳର ବିକାଶ କରିବା ପାଇଁ ଆସିଛନ୍ତି, ସେହି ଦଳ ଆଜି ସରକାରରେ ଅଛି। ଏହାର ପ୍ରତିବାଦରେ ଆଜି ବିଜୁ ଜନତା ଦଳର ମହିଳାମାନଙ୍କ ପ୍ରତିବାଦର ନିଆଁ ରାଜଧାନୀରେ ହୁ ହୁ ହୋଇ ଜଳୁଛି। ବାରମ୍ବାର ଅଭିଯୋଗ ପରେ ଅଭିଯୋଗ କରିଥିଲେ ମଧ୍ୟ ରାଜ୍ୟ ସରକାର ସନ୍ତୋଷ ଖଟୁଆଙ୍କୁ ଘଣ୍ଟ ଘୋଡ଼ାଇ ରଖିଛି। ମହିଳା ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ତୁରନ୍ତ ଗିରଫ କରି ବିଧାୟକ ପଦରୁ ବହିଷ୍କାର କରିବା ପାଇଁ ବିଜୁ ଜନତା ଦଳର ମହିଳାମାନେ ଆଜି ରାଜଧାନୀର ରାଜରାସ୍ତାରେ ଚିତ୍କାର କରୁଛନ୍ତି। ତଥାପି ସରକାର ନିଜ ଦଳର ବିଧାୟକ ହୋଇଥିବା ଯୋଗୁଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହିଁ। ଯେପର୍ଯ୍ୟନ୍ତ ସନ୍ତୋଷ ଖଟୁଆ ଗିରଫ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ବୋଧେ ରାଜଧାନୀରେ ମହିଳାମାନଙ୍କ ଅଶାନ୍ତିର ନିଆଁ ହୁ ହୁ ହୋଇ ଜଳୁଥିବ। ଆଉ ଏମିତି ବାରମ୍ବାର ସନ୍ତୋଷ ଖଟୁଆଙ୍କ କୁଶପୁତ୍ତଳିକାରେ ଚପଲ ମାଡ଼ କରି ରାଜରାସ୍ତାରେ ତାଙ୍କ କୁଶପୁତ୍ତଳିକା ଦାହ କରାଚାଲିଥିବ। ବ୍ୟୁରୋ ରିପୋର୍ଟ, এবি ନ୍ୟୁଜ୍।